ବାଜିଲା ବାଜା ହୋଇଲା ବାହାଘର ଖୁସିରେ ନାଚିଲେ ଝୁମିଲେ ବରଘର ପରିବାର। ଲୋକେ କିନ୍ତୁ ବାଜା ବଜାଉଥିବା ଲୋକଟିକୁ ମିଳିଲାନି ଟଙ୍କା। ହଁ ଆଜ୍ଞା, ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ମନ୍ଦାରୀ ଗ୍ରାମରେ। ମନ୍ଦାରୀ ଗ୍ରାମର କିରଣ କୁମାର ମଲ୍ଲିକ ଢେଙ୍କାନାଳ ଜିଲ୍ଲା ବେତାଳି ଗାଁର ପଙ୍କଜ କୁମାର ନାୟକଙ୍କ ସହ ସିଂହବାଜା ପାଇଁ 38,000 ଟଙ୍କା ହୋଇଥିଲା କଥା। ସିଂହବାଜାର ମାଲିକଙ୍କୁ ଆଡଭାନ୍ସ 5,000 ଦେଇଥିଲେ କିରଣ କୁମାର ମଲ୍ଲିକ। ବିବାହ ପ୍ରୋଗ୍ରାମ ସରିବା ପରେ 16,000 ଦେଇଥିବା କହୁଛନ୍ତି ସିଂହବାଜା ମାଲିକ। ଆଉ ଟଙ୍କା ମାଗିଲେ ଗାଳି ଦେଉଛନ୍ତି, ଏମିତି କିଛି କହୁଛନ୍ତି ଢେଙ୍କାନାଳ ଜିଲ୍ଲାର ସିଂହବାଜା ମାଲିକ। ଆସନ୍ତୁ ଶୁଣିବା ବିବାହ ପରର ଘଟଣା। ମୁଁ ପଇସା ମାଗିବା ତୁ ମତେ ହାଡ଼ି କହିକି ଆଜି ହାଡ଼ି କହିକି ମତେ ଦୋକାନ ଟିକେ ମାଇଲେ ପଇସା ମାଗିବା ତୁ ଏତିକି ହାଡ଼ି ନେବୁ ନେ ତୁ କଣ ଖଡିଆ କୋଉ କର କୋଉଠି କୋଉ ଥାନା ଯିବୁ କଚେରୀ ଯିବୁ ଯା ପରକେ ଉଖାଳ ଖୋଡ଼ିବେ ମତେ। ଆଜି କହିଲେ ଯେନି ମତେ ଦୋକାନ ମାଇଲେ ଗେଟ୍ ମୋର ବାହାର କରିଦେଲେ ମତେ ସେ ବାହାର କଲେ ଘରକୁ କେମିତି ଯିବି ମୁଁ? ଘରକୁ ଗଲେ ମାନେ ପିଲାମାନେ ମୋ ବାଟ ମୋର ଜଗିକି ବସିଛନ୍ତି ମତେ ଗଲେ ମାର ଯାହା କରିବେ ତାପରେ ମୋ ଯାହା ତ ଗାଳି ଗଲେ ଦିନ ଯାକ କରୁଛନ୍ତି ଇନେ ଘର ବଡ଼ ମାର କରିବ ମତେ ମୁଁ ଘରକୁ କାହିଁ ଯିବି ମୁଁ ବାଟରେ ସୁସାଇଡ୍ କରିଦେବି ଯଦି ସୁସାଇଡ୍ କରି ଏବେ ମୁଁ ନ୍ୟାୟ ଚାହୁଁଛି ମୋ ପ୍ରାପ୍ୟ କିନ୍ତୁ ପାଇବି ପ୍ରାପ୍ୟ ପାଇଲେ ମୁଁ ଘରକୁ ଯିବି ପ୍ରାପ୍ୟ ନ ପାଇଲେ ମୁଁ ଘରକୁ ଯିବିନି ଯାହା କିଛି ହବ ମୁଁ ଯାହା କିଛି ସୁସାଇଡ୍ କରି ଯାହା କିଛି କରେ ସେଥିପାଇଁ ଦାୟୀ କିରଣ କୁମାର। ପ୍ରୋଗ୍ରାମ କଲି ସେ ପଇସା ମାନେ ଦେଲେ ନାହିଁ ପଇସା ପ୍ରୋଗ୍ରାମ କଲେ ମାନେ ପ୍ରୋଗ୍ରାମ ସରିଲା ପରେ ପଇସା ଦେବେ ବୋଲି ପ୍ରୋଗ୍ରାମ ସରିଲା ପରେ ପଇସା ଦେଲେ ନାହିଁ କାଲି ଆସ ପଇସା ବୋଲି କାଲି ଗଲୁ କଲି ମନା କଲେ ଆଜି ଆସନି ରିସେପ୍ସନ କାଲି ଆସ ପଇସା ବୋଲି କିରଣ କୁମାର ମଲ୍ଲିକ ତାଙ୍କର ବାହାଘର ଆଜ୍ଞା 38,000 ଟଙ୍କା ପାଇଛି 5,000 ଟଙ୍କା ଆଇଥିଲେ 16,000 ଟଙ୍କା ଆଉ ପଇସା ମାଗିଲା ବେଳକୁ ଗାଳି କ୍ଲୋଜ କଲେ 17,000 ଟଙ୍କା ପାଇବି ଆଉ ତାପରେ ମାଗିଲା ବେଳକୁ ଗାଳି କଲେ ଏତିକି ନବ ନେ ପଳା ମାନେ ଜାତି ନେଇକି ଅଭିଯୋଗ ବାସା କହିଲେ ମତେ ମୁଁ କିଛି କହିଲି ଜାତି ନେଇକି କହିଲେ ବହୁତ ବାଧିଲା ମତେ ଯେହେତୁ ବାଧିଲା ମତେ ମୁଁ ଏଠୁ କିଛି କହିଲିନି ପଳାଇଲି ଏତିକି ନେଇଥିଲେ ମତେ ଘରକୁ ଆସିଲି ଥାନାକୁ ଫୋନ କଲେ କହିଲେ ଆଉ କହୁଛନ୍ତି ସେ ମତେ ପ୍ଲେଟ୍ ହିସାବ ପଇସା ତମ ପିଲା ଖାଇଛନ୍ତି 1,000 ଟଙ୍କା ପ୍ଲେଟ୍ 1,000 ଟଙ୍କା କାଟିବା ଆମେ କହୁନି ଆମେ 1,000 ଟଙ୍କା ମୁଣ୍ଡ କି ଆଉ ଟଙ୍କା 50 ଟଙ୍କା ଖାଇବୁ ଆମେ ମୁଣ୍ଡ ଗରିବ ଲୋକ ପଖାଳ ମୁଣ୍ଡ ଆଉ 1,000 ଟଙ୍କା ମୁଣ୍ଡ ଆମେ କି ଆପଣ ପ୍ରୋଗ୍ରାମ ଆଗରୁ କିଛି କଥା ହେଇଥିଲେ କି ଖାଇବା ପିଇବା କଥା ଆପଣ କହିଥିଲେ ସେମାନେ ଖାଇକି ଦେବେ କି ନଦେବେ କିଛି କଥା ହେଇଥିଲେ? ହଁ ସେ କହିଲେ ଆମେ ଖାଇବ ବୋଲି ଘର ପାଖରେ ଘରେ ଖାଇବ ଘରେ ପୁରୀ ଖାଇବା ଦେଲେ ତାମାନେ ହେଠୁ ଗଲେ ଆଉ ଆମେ ଭାତ ଖାଇବୁ ଆମେ ଗରିବ ଲୋକ ଭାତ ଖାଇ ବଜେଇବୁ ଆମେ ପୁରୀ ଖାଇ ବଜେଇ ପାରିବୁନି ସେ କହିଲେ ଯୋଉ କନ୍ୟା ଘର ପାଖରେ ହେଇଛି ସେଠି ଖାଇବ ଗୋଟେ ସେଠି ଖାଇଲୁ ଆମେ କନ୍ୟା ଘର ଭିତରେ ଖାଇଥିଲେ ବୋଲି ଆପଣଙ୍କର ପଇସା ମଜୁରୀ କାଟୁଛନ୍ତି ନା କଣ ଦଉଛନ୍ତି? ସେ କହୁଛନ୍ତି 1,000 ଟଙ୍କା ପ୍ଲେଟ୍ ଦେଇ ତମକୁ 1,000 ଟଙ୍କା ପ୍ଲେଟ୍ ଖାଇଛି ତମେ। ଆପଣ କେତେ ଲୋକ ନେଇକି ଆସିଲେ? 25 ଜଣ। 25 ଜଣ ଆଜ୍ଞା ଏବେ କଣ ଚାହୁଁଛନ୍ତି? ଏବେ ଚାହୁଁଛି ମୁଁ କିନ୍ତୁ ମୋ ପ୍ରାପ୍ୟ ପାଇବି ନ ପ୍ରାପ୍ୟ ପାଇବି ଘରକୁ ଯାଇପାରିବିନି ଘର ପିଲାମାନେ ସମସ୍ତେ ଏବେ ଫୋନ କଲି ଘର ଏବେ ସବୁ ଘରେ କହୁଛନ୍ତି ସବୁ ପିଲା ଘର ମା ଭଉଣୀ ଗାଳି ଗ୍ଲୋଜ କରୁଛନ୍ତି ଘରକୁ ବାଡା ପିଟା କରିବେ ଘରକୁ ଯିବିନି ମୁଁ ବାଟେ ସୁସାଇଡ୍ କରିବି ମୁଁ ସୁସାଇଡ୍ କରିବା ଯାହା କିଛି ହବ ସେ କିରଣ କୁମାର ମଲ୍ଲିକ ସେ ଦାୟୀ। ବ୍ୟୁରୋ ରିପୋର୍ଟ ସାଇ ନ୍ୟୁଜ୍ ଓଡ଼ିଶା।